ନମସ୍କାର ଦର୍ଶକ ବନ୍ଧୁ, ଆଜି ହେଉଛି 29 ଅଗଷ୍ଟ ଗୁରୁବାର 2024 ମସିହା ଭାଦ୍ରବ ମାସ କୃଷ୍ଣପକ୍ଷ ସିଂହ 14 ଦିନ। ଆଜିର ନିଷେଧ ଖାଦ୍ୟ ହେଉଛି ଶିମ୍ବ। ତେଣୁକରି ଆମେ ଆଜି ଶିମ୍ବକୁ ଖାଦ୍ୟ ହିସାବରେ ଗ୍ରହଣ କରିବା ନାହିଁ। ଏବେ ଆସନ୍ତୁ ଜାଣିବା ମେଷ ଠାରୁ ମୀନ ପର୍ଯ୍ୟନ୍ତ 12ଗୋଟି ରାଶିର ରାଶିଫଳ ବିଷୟରେ। ମେଷ ରାଶି। ମେଷ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। କର୍ମକ୍ଷେତ୍ର ସ୍ଥିତି ଉତ୍ତମ ରହିବ। ମହିଳାମାନଙ୍କ ପାଇଁ ଦିନଟି ଶୁଭପ୍ରଦ ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ। ଉଚ୍ଚ ପଦାଧିକାରୀଙ୍କ ଠାରୁ ପ୍ରଶଂସିତ ହୋଇପାରନ୍ତି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ସୂର୍ଯ୍ୟଦେବକୁ ଜଳାର୍ଘ୍ୟ ପ୍ରଦାନ କରି ଯାତ୍ରା ଆରମ୍ଭ କରନ୍ତୁ। ବୃଷ ରାଶି। ବୃଷ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଭାଇଙ୍କ ସହିତ କିଛି ମତ ପାର୍ଥକ୍ୟ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ କର୍ମଚାପକୁ ନେଇ ଚିନ୍ତିତ ହେବେ। ସାଙ୍ଗସାଥୀଙ୍କୁ ସାହାଯ୍ୟ କରି ଅସୁବିଧାରେ ପଡ଼ିପାରନ୍ତି। ଅନ୍ୟକୁ ଆଜି ଅର୍ଥରାଶି ଉଧାର ଦିଅନ୍ତୁ ନାହିଁ, ଅସୁବିଧାରେ ପଡ଼ିପାରନ୍ତି। ସହକର୍ମୀ ଆପଣଙ୍କ ପ୍ରତି ହିଂସାପରାୟଣ ହୋଇପାରନ୍ତି। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ଦସ୍ତଖତ କରିବା ପୂର୍ବରୁ ଭଲ ଭାବରେ ଭାବିଚିନ୍ତି ଦସ୍ତଖତ କରନ୍ତୁ, ନହେଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଲକ୍ଷ୍ମୀନାରାୟଣଙ୍କୁ ଦର୍ଶନ କରି ଯାତ୍ରା ଆରମ୍ଭ କରନ୍ତୁ। ମିଥୁନ ରାଶି। ମିଥୁନ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଅତି ଆପଣାର ଲୋକଙ୍କୁ ଆଜି ବିଶ୍ୱାସ କରି ଓ ଅନ୍ତରର କଥାକୁ ପ୍ରକାଶ କରି ଅସୁବିଧାରେ ପଡ଼ିପାରନ୍ତି। ଆଜି ଆୟ ଅପେକ୍ଷା ବ୍ୟୟ ଆପଣଙ୍କର ମଧ୍ୟମ ରହିବ। କର୍ମକ୍ଷେତ୍ରରେ କର୍ମଚାପ ଆପଣଙ୍କର ବଢ଼ିଯାଇପାରେ। ଆଜି ଆପଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଯେପରିକି ଅଣ୍ଟାରେ ଯନ୍ତ୍ରଣା, ଗଣ୍ଠିରେ ଯନ୍ତ୍ରଣା, ଚର୍ମରୋଗ ଇତ୍ୟାଦି ସମସ୍ୟା ଦେଖାଦେଇପାରେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ମହିଳାମାନଙ୍କ ପାଇଁ ଦିନଟି ଶୁଭ ରହିଛି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଭଗବାନ ଗଣେଶଙ୍କ ନିକଟରେ ଦୁବ ଅର୍ପଣ କରି ଯାତ୍ରା ଆରମ୍ଭ କରନ୍ତୁ। କର୍କଟ ରାଶି। କର୍କଟ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଭାଇ ଭଉଣୀଙ୍କ ଠାରୁ ସାହାଯ୍ୟ ସହଯୋଗ ଆପଣ ପ୍ରାପ୍ତ କରିପାରନ୍ତି। ଆଜି ମାନସିକ ଚାପ ବଢ଼ିଯାଇପାରେ। ଉଚ୍ଚ ପଦାଧିକାରୀଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ମଧ୍ୟମ ରହିଛି। ଶାରୀରିକ ସମସ୍ୟା ଯେପରି ଅଣ୍ଟା ଗଣ୍ଠିରେ ଯନ୍ତ୍ରଣା, ପେଟଜନିତ ସମସ୍ୟା ଇତ୍ୟାଦି ଦେଖାଦେଇପାରେ। ମହିଳାମାନେ ପ୍ରଶଂସିତ ହୋଇପାରନ୍ତି। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଉତ୍ତମ ରହିଛି। ସନ୍ତାନଙ୍କର କାର୍ଯ୍ୟକଳାପକୁ ନେଇ ଖୁସି ଅନୁଭବ କରିବେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଗଣେଶଙ୍କୁ ଦର୍ଶନ କରି ଯାତ୍ରା ଆରମ୍ଭ କରନ୍ତୁ। ସିଂହ ରାଶି। ସିଂହ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ସାଂସାରିକ ଜୀବନରେ ଯାହା ଇଚ୍ଛା କରୁଛନ୍ତି ତାହା ପ୍ରାପ୍ତ କରିବେ। ପ୍ରତ୍ୟେକ କାର୍ଯ୍ୟରେ ବିଜୟୀ ହେବେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ରହିଛି। ବନ୍ଧୁଙ୍କ ଗୃହକୁ ଯାତ୍ରା କିମ୍ବା ଦୂରଯାତ୍ରା ଆଜି ଆପଣ କରିପାରନ୍ତି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ନାଲି ପିମ୍ପୁଡ଼ିକୁ କିଛି ଚିନି ଖାଇବାକୁ ଦିଅନ୍ତୁ, ସବୁ ରିଷ୍ଟ ଖଣ୍ଡନ ହେବ। କନ୍ୟା ରାଶି। କନ୍ୟା ରାଶି ଜାତ ବ୍ୟକ୍ତିବିଶେଷମାନେ ଆଜି ବ୍ୟବସାୟୀମାନଙ୍କର ବ୍ୟବସାୟରେ କ୍ଷତି ହୋଇପାରେ। ତେଣୁ ଅଧିକ ପୁଞ୍ଜି ନିବେଶ କରନ୍ତୁ ନାହିଁ। ମାନସିକ ଚିନ୍ତା ବଢ଼ିଯାଇପାରେ। ମହିଳାମାନଙ୍କର ଶାରୀରିକ ସମସ୍ୟା ଦେଖାଦେଇପାରେ। ଆଜି ଆପଣାର ଲୋକଙ୍କୁ ଅନ୍ତରର କଥା କହି ଅସୁବିଧାରେ ପଡ଼ିପାରନ୍ତି। ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ମା ଦୁର୍ଗାଙ୍କ ନିକଟରେ ଗୋଟିଏ ପାନପତ୍ରରେ 7ଟି ଲବଙ୍ଗ ଓ 7ଟି ଗୋଲମରିଚ ରଖି ଅର୍ପଣ କରନ୍ତୁ, ସବୁ ରିଷ୍ଟ ଖଣ୍ଡନ ହେବ। ତୁଳା ରାଶି। ତୁଳା ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପତି ପତ୍ନୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସୃଷ୍ଟି ହେବ। ପାରିବାରିକ ଜୀବନ ଉତ୍ସାହପ୍ରଦ ରହିବ। ମିତ୍ରଙ୍କୁ ସାହାଯ୍ୟ କରି ପସ୍ତେଇ ପାରନ୍ତି। କର୍ମକ୍ଷେତ୍ରରେ ପୂର୍ବରୁ ଥିବା ବାଧାବିଘ୍ନ ଦୂର ହେବ। ଆଜି କିଛି ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଆଜି ଦୂରଯାତ୍ରା ଯୋଗ ରହିଛି। ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହଜାଇ ଦେଇଥିଲେ ତାହା ଆଜି ପ୍ରାପ୍ତ କରିବେ। ମିତ୍ରମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବେ।
ଅଧିକ ସୁଗତ ପ୍ରାପ୍ତି ପାଇଁ ଆପଣ କିଛି ଅତର ନିଜ ଶରୀରରେ ଲଗାଇ ଯାତ୍ରା ଆରମ୍ଭ କରନ୍ତୁ। ବିଚ୍ଛା ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପୂର୍ବରୁ ଦାମ୍ପତ୍ୟ ଜୀବନରେ ମନାନ୍ତର ଥିଲେ ତାହା ଦୂର ହେବ। କର୍ମକ୍ଷେତ୍ରରେ ଧୈର୍ଯ୍ୟ ଓ ସାହସର ସହିତ କାର୍ଯ୍ୟ କରି ସଫଳତା ପ୍ରାପ୍ତ କରିବେ। ପିତାଙ୍କ ସହିତ ପୂର୍ବରୁ ମତାନ୍ତର ଥିଲେ ତାହା ଦୂର ହେବ ଓ ପିତାଙ୍କ ଠାରୁ ଅର୍ଥ ରାଶି ପ୍ରାପ୍ତ କରିପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଉତ୍ତମ ରହିଛି। ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ଅଧିକ ସୁଗତ ପ୍ରାପ୍ତି ପାଇଁ ଆପଣ କିଛି ମସୁର ଡାଲି ଓ କିଛି ଗୁଡ଼ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ। ଧନୁ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ। ଦେହ ମନ ସୁସ୍ଥ ରହିବ। ଭାଇ ଭଉଣୀଙ୍କ ମଧ୍ୟରେ ମତ ପାର୍ଥକ୍ୟ ଥିଲେ ତାହା ଦୂର ହେବ। ଭବିଷ୍ୟତ ପାଇଁ ଆପଣ କିଛି ଚିନ୍ତା କରିପାରନ୍ତି। ମାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ହେବେ। ଅଧିକ ସୁଗତ ପ୍ରାପ୍ତି ପାଇଁ ଆପଣ 21 ଥର ଗାୟତ୍ରୀ ମନ୍ତ୍ର ଜପ କରି ଯାତ୍ରା ଆରମ୍ଭ କରନ୍ତୁ। ମକର ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି କର୍ମଚାପ ବଢ଼ିଯାଇପାରେ। ଆଜି ଆପଣ ଜଗି ରଖି ଚଳନ୍ତୁ। ଯାନବାହନ ଚଳାଚଳରେ ଦୁର୍ଘଟଣା ଓ ଉଚ୍ଚ ସ୍ଥାନରୁ ଓହ୍ଲାଇବା ବେଳେ ଦୁର୍ଘଟଣା ଦେଖାଦେଇପାରେ। କର୍ମକ୍ଷେତ୍ରରେ ଆଜି ଆପଣ ଅପମାନିତ ହୋଇପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଯେପରିକି ଚର୍ମ ରୋଗ, ୟୁରିକ୍ ଏସିଡ୍ ବଢ଼ିବା ଓ ତଳିପାଦରେ ଯନ୍ତ୍ରଣା ଆଦି ଦେଖାଦେଇପାରେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ଘରେ ସମସ୍ୟା ଦେଖାଦେଇପାରେ। ପାରିବାରିକ ଓ ଦାମ୍ପତ୍ୟ ଜୀବନରେ କଳହ ଦେଖାଦେଇପାରେ। ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରନ୍ତୁ ନାହିଁ। ବିଦ୍ୟାର୍ଥୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଅଧିକ ସୁଗତ ପ୍ରାପ୍ତି ପାଇଁ ଆପଣ ହନୁମାନ ଚାଳିଶା ପାଠ କରି ଯାତ୍ରା ଆରମ୍ଭ କରନ୍ତୁ। କୁମ୍ଭ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ପାରିବାରିକ ଜୀବନ ମଧ୍ୟମ ରହିବ। ଶିକ୍ଷା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ରୁଚି ଥିଲେ ସଫଳତା ପ୍ରାପ୍ତ କରିବେ। କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ। ନୂତନ କର୍ମ ନିଯୁକ୍ତିର ସମ୍ଭାବନା ରହିଛି। ସନ୍ତାନଙ୍କର କାର୍ଯ୍ୟକଳାପକୁ ନେଇ ଖୁସି ଅନୁଭବ କରିବେ। ଅଧିକ ସୁଗତ ପ୍ରାପ୍ତି ପାଇଁ ଆପଣ ଶିବଲିଙ୍ଗରେ 7ଟି ନୀଳ ଅପରାଜିତ ଫୁଲ ଅର୍ପଣ କରି ଯାତ୍ରା ଆରମ୍ଭ କରନ୍ତୁ। ମୀନ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ନୂତନ କର୍ମ ନିଯୁକ୍ତି ମିଳିପାରେ। କର୍ମକ୍ଷେତ୍ରର ସ୍ଥିତି ଆପଣଙ୍କର ଅନୁକୂଳ ରହିବ। ଇଚ୍ଛା କରୁଥିବା ଜାଗାକୁ ବଦଳି ହୋଇପାରନ୍ତି। ଉଚ୍ଚ ପଦାଧିକାରୀଙ୍କ ଠାରୁ ଆପଣ ପ୍ରଶଂସିତ ହୋଇପାରନ୍ତି। ବିଦ୍ୟାର୍ଥୀମାନେ ଉଚ୍ଚ ବିଦ୍ୟାରେ ଉନ୍ନତି କରିବେ। ଅଧିକ ସୁଗତ ପ୍ରାପ୍ତି ପାଇଁ ଆପଣ 21 ଥର ଗାୟତ୍ରୀ ମନ୍ତ୍ର ପାଠ କରି ଯାତ୍ରା ଆରମ୍ଭ କରନ୍ତୁ।